ମୋହନ ଚରଣ ମାଝୀଙ୍କ ସରକାର ଆସିଲା ପରେ ଏମାନେ ଓଡ଼ିଶାକୁ ଇନଭେଷ୍ଟମେଣ୍ଟ ଆଣିବା ପାଇଁ ବିନିଯୋଗ ଆଣିବା ପାଇଁ ଉତ୍କର୍ଷ ଓଡ଼ିଶା ବ୍ୟାନରରେ କାମ କରୁଛନ୍ତି। ଏବଂ ଯଦି ଆପଣ ଲକ୍ଷ୍ୟ କରିଥିବେ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ଏ ଦିଗ ପ୍ରତି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶାକୁ ବିନିଯୋଗ ଆସିବ। ନଭେମ୍ବର ମାସରେ ସେ ସିଙ୍ଗାପୁର ଯିବା, ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ଆଜି ଉତ୍କର୍ଷ ସମିଟ୍ ଓଡ଼ିଶାରେ ଯେପରି ଭାବରେ ହେଲା ଆପଣ ଲକ୍ଷ୍ୟ କରିବେ। ଯେଉଁ ମୁଖ୍ୟମନ୍ତ୍ରୀ ବମ୍ବେ ବିଆପୁର ଯାଇଥିଲେ ଇନଭେଷ୍ଟର୍ସମାନଙ୍କୁ ନିମନ୍ତ୍ରଣ କରିବା ପାଇଁ, ଆପଣ ଦେଖିବେ ପୂର୍ବରୁ ଯେଉଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହେଉଥିଲା ତାଠାରୁ 2-3 ଗୁଣ ଶିଳ୍ପପତି ଏଥର ହାଜର ହେଇଛନ୍ତି। ଖାଲି ହାଜର ହେଇନାହାନ୍ତି। ଏବଂ ଏଥର ଦେଖିବେ ଯଦି ଯେଉଁ ଧରଣର MOU ସ୍ୱାକ୍ଷରିତ ହେଇଛି ତାର ଆକାର ମଧ୍ୟ ଦେଖିବେ ଯଦି ପୁରାପୁରି ଯାହା ଆଶା କରୁଥିଲେ ସେମାନେ 5 ଲକ୍ଷ କୋଟି ଟଙ୍କାର ସେଇଭଳି MOU ବୁଝାମଣାପତ୍ର ହେବ। ତାର ପ୍ରଥମ ଦିନରୁ ସୂଚନା ମିଳିଗଲାଣି। କିନ୍ତୁ ଏଇଟା ଏତେ ଗୁରୁତ୍ୱ ଓଡ଼ିଶାର এই ସମିଟ୍ ବା এই ଉତ୍କର୍ଷ କନକ୍ଲେଭ୍ ଇନଭେଷ୍ଟମେଣ୍ଟ କନକ୍ଲେଭ୍ ଏତେ ଆକର୍ଷଣ ହେବା ପଛରେ ସମ୍ପୂର୍ଣ୍ଣ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟେ ଦୃଢ଼ ସମର୍ଥନ ଏ ସରକାର ପ୍ରତି ଏଇଟା ଆପଣ ଯେକୌଣସି ଲୋକ ସହଜରେ ଜାଣିପାରିବ। ଏ ରାଜ୍ୟରେ ଯେଭଳି ଭାବରେ 24 ବର୍ଷର ଶାସନ ନବୀନ ପଟ୍ଟନାୟକ ଶାସନ ଅବସାନ ହେଇ ବିଜେପି କ୍ଷମତାକୁ ଆସିଲା, ଖାଲି ବିଜେପି ଏଠି କ୍ଷମତାକୁ ଆସିଲା ନୁହଁ, ଓଡ଼ିଶାରୁ 21ଟା ଲୋକସଭାରୁ 20ଟା ଲୋକସଭା ଆସନ ବିଜେପି ହାତକୁ ଗଲା। ଏବଂ ବିଜେପି ହାତକୁ ଯିବା ଫଳରେ ଜାତୀୟ ସ୍ତରରେ ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାରେ ଓଡ଼ିଶାର 20 ଜଣ ସାଂସଦଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହେଲା। ଆପଣ ଜାଣିଛନ୍ତି ପାର୍ଲାମେଣ୍ଟରେ ଯେପରି ବାହାରେ ହେଲା, ଯେଉଁଟା ତାଙ୍କର ପାରମ୍ପରିକ ରାଜ୍ୟ ଯେମିତି ଉତ୍ତରପ୍ରଦେଶ ମହାରାଷ୍ଟ୍ର ସେମାନଙ୍କର କ୍ଷତି ହେଲେ ମଧ୍ୟ ତୃତୀୟ ଥର ହେଇପାରିଲେ ବିଜେପି ସର୍ବବୃହତ ଦଳ ଭାବରେ ରହିଲା, NDAରେ ସରକାର ହେଲା, ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ। ସେଠୁ ଓଡ଼ିଶାଟାକୁ ସେ ଭାବୁଛନ୍ତି ଓଡ଼ିଶା ହିଁ ଗୋଟା ଦୃଷ୍ଟିରୁ ଦେଖିଲେ ଯେତେବେଳେ ସାରା ଦେଶରେ ନରେନ୍ଦ୍ର ମୋଦିଙ୍କର ଯେଉଁ ପ୍ରଭାବ ରହିଥିଲା ସେଇଟା 2024ରେ ଅନ୍ୟ ରାଜ୍ୟମାନଙ୍କରେ ଉତ୍ତରପ୍ରଦେଶ ମହାରାଷ୍ଟ୍ର ଅନେକ ରାଜ୍ୟରେ ହ୍ରାସ ପାଇଲା ବେଳେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ମୁଁ ଭାବୁଛି ମୁଁ ସାଉଥ୍ ଇଣ୍ଡିଆରେ କେଉଁଠି କ'ଣ ଟିକେ ହେଲା ସେଇଟା ବଡ଼ କଥା ନୁହେଁ, କିନ୍ତୁ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଟା ଗୋଟେ ବିଜେପି ରାଜ୍ୟ ନୁହେଁ, କିନ୍ତୁ ଏ ରାଜ୍ୟରେ ଯେଉଁଭଳି ସର୍ବାଧିକ ସମର୍ଥନ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଲୋକସଭା ନିର୍ବାଚନରେ ଏବଂ ବିଧାନସଭାରେ ମଧ୍ୟ ଲୋକମାନେ ନବୀନ ପଟ୍ଟନାୟକ ଭଳି ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲୋକମାନେ ହଟେଇ ଦେଲେ ଯେତେବେଳେ ସେ ତ କାହାଙ୍କୁ ମନ ଭିତରେ ଧରିଲେ, କାହାଙ୍କୁ ଜଣେ ଭରସା କଲେ, କାହାଙ୍କୁ ଭରସା କଲେ? ନରେନ୍ଦ୍ର ମୋଦିଙ୍କୁ ଭରସା କଲେ। ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରି ଓଡ଼ିଶାର ଲୋକମାନେ ବିଜେପିକି ରାଜ୍ୟରେ ମଧ୍ୟ କ୍ଷମତାରେ ବସାଇ ଦେଇଛନ୍ତି। ଏବଂ ରାଜ୍ୟରେ କ୍ଷମତାରେ ବସାଇଲା ପରେ ଆପଣ ଦେଖିବେ ମୋହନ ଚରଣ ମାଝୀ ଜଣେ ଆଦିବାସୀ ନେତା, ଯଦିଓ ଚତୁର୍ଥ ଥର ପାଇଁ ବିଧାନସଭାକୁ ଆସିଛନ୍ତି, ଆଗରୁ 3 ଥର ଆସିଥିଲେ, କିନ୍ତୁ ସେ ସେପରି ଜଣେ ବଡ଼ ନେତା ଭାବରେ ସ୍ୱୀକୃତ ହୋଇନଥିଲେ। କିନ୍ତୁ ତାଙ୍କୁ ବାଛିକି ପ୍ରଧାନମନ୍ତ୍ରୀ ମୋଦି ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି। ଯଦି ଏଠି ବହୁତ ଆଶାୟୀ ଥିଲେ, ଆପଣ ଜାଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଥିଲେ, ଅନ୍ୟାନ୍ୟ ବହୁତ ଲୋକ ଆଶାୟୀ ଥିଲେ, କିନ୍ତୁ ସମସ୍ତଙ୍କ ଆଶାକୁ ଏ କରିକି ଦେଇଛନ୍ତି। କାରଣ ସେ ଜାଣିଛନ୍ତି ଓଡ଼ିଶାରେ ଏଇଟା 3ଟା ଦିଗରୁ ତାଙ୍କୁ କାମ ଦେଇଛି। ସାମାଜିକ ନ୍ୟାୟ ଦୃଷ୍ଟିରୁ କାମ ଦେଇଛି, କାରଣ ଆଦିବାସୀ ହେଉଛନ୍ତି ସବୁଠୁ ପଛୁଆ ଭାରତବର୍ଷରେ, କିନ୍ତୁ ସେମାନଙ୍କ ସଂଖ୍ୟା ବହୁତ, ଶତକଡ଼ା 23%। ତ ସବୁ ଦୃଷ୍ଟିରୁ ବିଚାର କରି ମୋହନ ମାଝୀଙ୍କୁ ଯେତେବେଳେ ସେ ଦାୟିତ୍ୱ ଦେଇଛନ୍ତି, ମୋହନ ମାଝୀ ସଫଳ ହୁଅନ୍ତୁ ମୁଖ୍ୟମନ୍ତ୍ରୀ ଭାବରେ, ତା ମଧ୍ୟ ମୋଦି ଚାହୁଁଛନ୍ତି। ଆପଣ ଦେଖନ୍ତୁ ଗଲା ସେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଆସନ ନେଲା ପରେ ଲଗାତାର ଭାବରେ 7 ମାସ ଭିତରେ 6 ଥର ଆସିଲେଣି ପ୍ରଧାନମନ୍ତ୍ରୀ ମୋଦି। ଏଇ ଜାନୁଆରୀ ମାସରେ 3 ଥର ଆସିଲେଣି। ଭାବନ୍ତୁ କାହିଁକି ଆସୁଛନ୍ତି? ବଡ଼ ବଡ଼ ଜାତୀୟ ସମାବେଶ ଏଠି ହେଉଛି ଯେ ମୋହନ ଚରଣ ମାଝୀଙ୍କର
ମୁଖ୍ୟମନ୍ତ୍ରୀ ଭାବରେ ଗୁରୁତ୍ୱକୁ ବୃଦ୍ଧି କରିବା। ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଯଦି ଗୁରୁତ୍ୱ ବଢ଼ିବ ସେତିକି ବେଳେ ଯାହା ନବୀନ ପଟ୍ଟନାୟକଙ୍କ ବେଳେ ଯେଉଁ କାର୍ଯ୍ୟ ହେଉଥିଲା ତାଠୁ କିଛି ଅଧିକ କାର୍ଯ୍ୟ ଲୋକମାନେ ଦେଖିଲେ ମୋହନ ଚରଣ ମାଝୀ ପ୍ରତିଷ୍ଠିତ ହେବେ। ଏବଂ ଏ ଯେଉଁ କନକ୍ଲେଭ୍ କରାଯାଉଛି ସେ ଗୋଟେ ଦିଗରେ ସେ ମେକ୍ ଇନ୍ ଓଡ଼ିଶା କରୁଥିଲେ, ସେ ଯାହା ସଫଳତା ପାଇଥିଲେ ଏ ପ୍ରଥମଠାରେ ମୋହନ ମାଝୀ ଅଧିକା ସଫଳତା ପାଇଛନ୍ତି, ପାଇବାକୁ ଯାଉଛନ୍ତି ଆଜି ଦିନରୁ ଯାହା ଜଣାପଡ଼ୁଛି। ଏଥିରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏବଂ ଶିଳ୍ପପତିମାନେ ଏକଥା ମଧ୍ୟ ଜାଣିଛନ୍ତି ଯଦି ଓଡ଼ିଶାରେ ସମସ୍ତ କ୍ଷେତ୍ର ଅଛି,